ଜାଣିଛ କଣଟା? ବେବି ଫଟୋ ଭୁଲି ଯାଇଛି। ସେ ବେବି ଫଟୋ କଣ ହବ? ତମେ ପରା କହିଥିଲ ମୁଁ ମଗେଇଛି ଅନଲାଇନ ରେ। ମୁଁ ମଗେଇନି। ଦେଖନ୍ତୁ କେତେ ବଡ ମିଛୁଆ ଆଙ୍କୁ ଦେଖନ୍ତୁ। ସେ ବେବି ଫଟୋ କଣ ହବ? ଆମେ ବା ଜଗା ଲୋକ। ତାହେଲେ ଜଗନ୍ନାଥଙ୍କର ଫଟୋ ଆଣ ହେଲେ। ଫଟୋ ହଁ ପେଣ୍ଟିଂ କଲେ କେମିତି ହୁଅନ୍ତା? ହଁ ବହୁତ ବଢିଆ ହବ। ତାହେଲେ କରିବା। ହଁ ଏବେ ସାଙ୍ଗେ ସାଙ୍ଗେ ଯଦି କରିବୁ ତାହେଲେ କର। ହାଇ ଫ୍ରେଣ୍ଡସ୍, ମୁଁ ରାନୁ ଆପଣମାନଙ୍କୁ ସ୍ୱାଗତ କରୁଛି ଆମ ନୂଆ ୟୁଟ୍ୟୁବ୍ ଚ୍ୟାନେଲକୁ। ତେଣୁ ଆଜି ଭିଡ଼ିଓଟାକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଜମା ଭୁଲିବେନି। ଭିଡ଼ିଓରେ ବହୁତ ଇଣ୍ଟରେଷ୍ଟିଂ ହେବାର ଅଛି ଆଜି। ତ ଆଜି ଚାଲନ୍ତୁ ଦେଖିବା ସିଏ କ'ଣ କରୁଛନ୍ତି। ବାବୁ ତାଙ୍କ ସହିତ ଆଜି ମୋତେ ବହୁତ ଝଗଡ଼ା କରିବାର ଅଛି। ସବୁବେଳେ ମୋତେ ଠକି ଚାଲିଛନ୍ତି। ମୁଁ ତାଙ୍କୁ ବହୁତ ଥର କହିଲିଣି ମୋ ପାଇଁ ଗୋଟେ ବେବି ଫଟୋ ମଗାଉ ବୋଲି। ସେ ଅର୍ଡ଼ର କରିଥିଲେ କିନ୍ତୁ ମୋତେ ଠକି ଚାଲିଛନ୍ତି ସବୁବେଳେ। ଚାଲନ୍ତୁ ତାଙ୍କ ସାଙ୍ଗରେ ଏବେ ମୁଁ ଝଗଡ଼ା କରିବି। ଚାଲନ୍ତୁ ଦେଖିକି କ'ଣ ହେଉଛି ଭିଡ଼ିଓଟା ଦେଖ। କ'ଣ କରୁଛନ୍ତି ସେ? ଏଇ କ'ଣ କରୁଛ? ଜାଣିଛ କଣଟା? ବେବି ଫଟୋ ଭୁଲି ଯାଇଛି। ସେ ବେବି ଫଟୋ କଣ ହବ? ତମେ ପରା କହିଥିଲ ମୁଁ ମଗେଇଛି ଅନଲାଇନ ରେ। ମୁଁ ମଗେଇନି। ଦେଖନ୍ତୁ କେତେ ବଡ ମିଛୁଆ ଆଙ୍କୁ ଦେଖନ୍ତୁ। ସେ ବେବି ଫଟୋ କଣ ହବ? ଆମେ ବା ଜଗା ଲୋକ। ତାହେଲେ ଜଗନ୍ନାଥଙ୍କର ଫଟୋ ଆଣ ହେଲେ। ଫଟୋ ହଁ ପେଣ୍ଟିଂ କଲେ କେମିତି ହୁଅନ୍ତା? ହଁ ବହୁତ ବଢିଆ ହବ। ତାହେଲେ କରିବା। ହଁ ଏବେ ସାଙ୍ଗେ ସାଙ୍ଗେ ଯଦି କରିବୁ ତାହେଲେ କର। ଯଦି ସାଙ୍ଗେ ସାଙ୍ଗେ କରିବ ତାହେଲେ ମତେ କଣ ଦବ? ଯାହା କହିବ ମୁଁ ତାହା ଦେବି। ତାହେଲେ ଠିକ ଅଛି, ମତେ ଆରିସା ପିଠା କାଲି କରିକି ଦବ। ହଉ ଠିକ କଣ୍ଡିସନ ତ? ଅଛି। ହଉ ଠିକ ଅଛି। ତାହେଲେ କୋଉଠି କରିବା? କୋଉଠି କାନ୍ଥରେ କରିଦିଅ, ସବୁବେଳେ ମୁଁ ଦେଖିପାରିବି। କୋଉଠି? ଏଇ ଟିଭି ପାଖରେ କରିବା? ହଁ ତାହେଲେ ଠିକ ଅଛି। ଏଇଠି ଟିଭି ପାଖରେ କରିବି, ସେଇଠି ଏଇ ଜାଗାରେ ସ୍ପେସ୍ ଅଛି ନା ଏଇଠି କରିବା? ସେଇ ଜାଗାରେ କରିବି। ଠିକ ଅଛି। ରାନୁ କହିଛି ଏଇ ଜାଗାରେ ପର୍ଟିକୁଲାର ଜଗନ୍ନାଥଙ୍କୁ ବନେଇବା ପାଇଁ, କାହିଁକିନା ସକାଳେ ଉଠିଲେ ସେ ଜଗନ୍ନାଥଙ୍କ ମୁହଁ ଦର୍ଶନ କଲେ ଦିନ ଯାକ ବହୁତ ମଙ୍ଗଳମୟ ଯାଏ। କାହିଁକିନା ସେ ଭାବର ଠାକୁର, ଦୟରା ଠାକୁର। ଆଉ ଚାଲନ୍ତୁ ଦେଖିବା ଆଗକୁ ଭିଡ଼ିଓ କ'ଣ ହେଉଛି। ଏ ଜାଗା ଏଠି ଦେଖନ୍ତୁ କିଛି ନାହିଁ। ଚାଲନ୍ତୁ ଫ୍ରେଣ୍ଡସ୍ ଆମେ ଦେଖିବା। ମୁଁ କହିଥିଲି କାଳିଆ ଠାକୁରଙ୍କର ପ୍ରତିଛବି ଆଙ୍କିବା ପାଇଁ, ସେ ଆଙ୍କୁଛନ୍ତି। ସବୁ ସେ କାଳିଆ ଠାକୁରଙ୍କର ଇଚ୍ଛା, ତାଙ୍କ ଇଚ୍ଛା ବିନା ଆମେ କିଛି ବି ନୁହନ୍ତି। ତ ଦେଖିବା ସେ କେମିତି କ'ଣ କରୁଛନ୍ତି। ଦେଖ ତ କେତେ କ'ଣ କଲଣି। ବର୍ତ୍ତମାନ ଏତିକି ହେଇଛି। ତ ପୁଣି ଆଉ ଥରେ ଭିଡ଼ିଓ ଶେଷରେ ପୁଣି ମୁଁ ପୁରା ଫ୍ରେଣ୍ଡସ୍ ଆସିକି ରାତି 11ଟା ବାଜିଲାଣି। ସିଏ ଠାକୁରଙ୍କୁ ଗରିବାରେ ମାତିଛନ୍ତି। ମୁଁ ତାଙ୍କୁ ଡାକୁଛି। ଆରେ ତମର ସରିବନି କି ଆଜି? ରାତି ଆସିକି 11ଟା ହେଲାଣି। କମ୍ପ୍ଲିଟ କରିବି। ଏଠି ମୟୂର ଦେଖନ୍ତୁ କେମିତି ଫ୍ରେଣ୍ଡସ୍ ଦେଖନ୍ତୁ, ତାପରେ ତଳ ଗୁରା ଅଛି କେମିତି ଦେଖାଯାଉଛନ୍ତି କମେଣ୍ଟରେ କହିବେ। ତାପରେ ୟା ପରେ କମ୍ପ୍ଲିଟ ହେଇଯିବ। ଯେତେ ରାତି ବି ହଉ ଯାହା ହଉ ଫ୍ରେଣ୍ଡସ୍ ଆଗକୁ କେମିତି ଆଗକୁ କେତେ ସୁନ୍ଦର ସେ କରିପାରିବେ। ଆଗକୁ ଆମ ଭିଡ଼ିଓ ଦେଖନ୍ତୁ, ଲାଷ୍ଟକୁ ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ। ତ ଫ୍ରେଣ୍ଡସ୍, ଜଗନ୍ନାଥଙ୍କ ପ୍ରତିଛବି ବନେଇବା ପୂର୍ବରୁ ଥିଲା କିଛି ଏମିତି। ଏବେ ଜଗନ୍ନାଥଙ୍କ ପ୍ରତିଛବି ହେଲା ପରେ କିଛି ହେଇଛି କିଛି ଏମିତି। ତ ଆପଣମାନେ ଅନେଷ୍ଟଲି କହିବେ କେମିତି ଲାଗୁଛି କ'ଣ ନାହିଁ। ଚାଲ ଏଇ କଥାଟା ରାନୁ ମୋର ଶୁଣିବା, ତାକୁ କେମିତି ଲାଗେ। ତ ପ୍ରତିଛବି କେମିତି ଲାଗିଲା ତିନି ବିଗ୍ରହଙ୍କର? ବହୁତ ସୁନ୍ଦର ଲାଗିଲା, ବହୁତ ବଢ଼ିଆ ହେଇଛି। ଥ୍ୟାଙ୍କ ୟୁ। ଆଉ ଫ୍ରେଣ୍ଡସ୍ ମାନେ ବି କମେଣ୍ଟରେ ଜଣେଇବେ କେମିତି ହେଇଛି। ଗଲାବେଳେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ସବସ୍କ୍ରାଇବ୍ କରିସାରିଲା ପରେ ବେଲ୍ ଆଇକନ୍ଟାକୁ ବଜାଇ ଦିଅନ୍ତୁ। ଆଗକୁ ଆହୁରି ନୂଆ ନୂଆ ଭିଡ଼ିଓ ଦେଖିବାକୁ। ଥ୍ୟାଙ୍କ ୟୁ।